କୁଣ୍ଡ ସ୍ୱରୂପ ମିଶ୍ର ଭିତରୁ ଏ ଦାସତ୍ୱର ବନ୍ଧନ ଭିତରୁ ତାଙ୍କୁ ମୁକ୍ତ କରିଦେବେ, ଗୋଟେ ସ୍ୱତନ୍ତ୍ର ସ୍ଥାନକୁ ନେଇକି ଯିବେ। ପୂର୍ବରୁ ପ୍ରସ୍ତୁତ ହେଇଥିବା ସ୍ଥାନକୁ ସେ ଇଚ୍ଛା କରୁଥିଲେ ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ସେମାନଙ୍କୁ ନେଇକି ଯିବେ। ସେଇ ଯୋଜନାଟା, ସେଇ ସଂକଳ୍ପଟା ତାଙ୍କର ଥିଲା। ଆଉ ସେଥିପାଇଁ ମୂଷାଙ୍କ ଦ୍ୱାରା ଯେତେବେଳେ ସେ ଇସ୍ରାଏଲୀୟ ସନ୍ତାନ ମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣୁଛନ୍ତି, ଆଉ ବର୍ତ୍ତମାନ ସେମାନେ ସମସ୍ତେ ଗୋଟିଏ ପ୍ରାନ୍ତର ନିକଟରେ ଉପସ୍ଥିତ ଅଛନ୍ତି। ମୁଖ୍ୟତଃ ଯେତେବେଳେ ସେମାନେ ଏଲିମ୍ ଠାରୁ ଯାତ୍ରା ଆରମ୍ଭ କରୁଛନ୍ତି, ମିଶ୍ର ଦେଶ ଛାଡ଼ିଲା ପରେ ସେମାନେ ସିନ୍ ପ୍ରାନ୍ତରରେ ଅଛନ୍ତି। ଆଉ ସେଇଠି ସେମାନେ ମୂଷା ଏବଂ ହାରୋନଙ୍କ ବିରୋଧରେ ବଚସା କରିବା ଆରମ୍ଭ କରିଦଉଛନ୍ତି। ତା ପୂର୍ବରୁ ଯଦି ଯାତ୍ରା ପୁସ୍ତକ 14 ପର୍ବ ଦେଖିବୁ ମଧ୍ୟ ସେଠି ମଧ୍ୟ ସେମାନେ କଣ କରିଛନ୍ତି ନା ବଚସା କରିବା ଆରମ୍ଭ କରିଛନ୍ତି। ସେମାନେ ପାଖରୁ ଯେତେବେଳେ ଯୁଦ୍ଧକୁ ଦେଖୁଛନ୍ତି, ପାଖରୁ ଯେତେବେଳେ ଶତ୍ରୁ ମାନଙ୍କୁ ଦେଖୁଛନ୍ତି, ସେମାନେ ଭୟଭୀତ ହେଇଯାଉଛନ୍ତି, ସେମାନେ ଚିନ୍ତିତ ହେଇଯାଉଛନ୍ତି। ସେମାନେ ମନରେ ଏଇ ପ୍ରକାର କଥା ଆଣୁଛନ୍ତି। ସେମାନେ ମୂଷାଙ୍କୁ ସ୍ପଷ୍ଟ ଭାବରେ କହୁଛନ୍ତି 11 ପଦରେ ଯେ ମିଶ୍ରରେ କବର ନଥିଲା ବୋଲିକି ପ୍ରାନ୍ତରରେ ତୁମେ ଆମମାନଙ୍କୁ ମାରିବାକୁ ଆଣିଲ, ଆମମାନଙ୍କ ସଙ୍ଗରେ ଏ ରୂପ ବ୍ୟବହାର କର୍ମ, ଆମମାନଙ୍କୁ ମିଶ୍ରରୁ କାହିଁକି ତୁମେ ବାହାର କରି ଆଣିଲ? ଆମମାନଙ୍କୁ ରହିବାକୁ ଦିଅ, ଆମମାନେ ମିଶ୍ର ମାନଙ୍କର ଦାସ୍ୟ କର୍ମ କରିବା, କାରଣ ପ୍ରାନ୍ତରରେ ମରିବା ଅପେକ୍ଷା ମିଶ୍ର ମାନଙ୍କ ସେବା କରିବା ଆମମାନଙ୍କର ମଙ୍ଗଳ। ଆମମାନଙ୍କୁ ମିଶ୍ରରେ ତୁମକୁ ଏଇ କଥା କହିନଥିଲୁ। ଯେତେବେଳେ ସାମ୍ନାରେ ସେମାନେ ସମୁଦ୍ରକୁ ଦେଖୁଛନ୍ତି, ଆଉ ପଛରେ ସେମାନେ ସେନାବାହିନୀକୁ ଦେଖୁଛନ୍ତି, ରଥ ଗୁଡାକୁ ଦେଖୁଛନ୍ତି, ସେମାନେ ଅଶ୍ଵ ଗୁଡାକୁ ଦେଖୁଛନ୍ତି, ସେମାନେ ଅତି ନିକଟରୁ ଯୁଦ୍ଧକୁ ଦେଖୁଛନ୍ତି ଯେ ମିଶ୍ରୀୟ ମାନେ ହାରୁ ତାଙ୍କର ପଛରେ ଅଛନ୍ତି। ନିଶ୍ଚିତ ଭାବରେ ସେମାନେ ଗୋଟେ ମୃତ୍ୟୁର ପଥ ଭିତରେ ଦେଇକି ଯାଉଛନ୍ତି। ତ ସେମାନେ ନିରାଶ ହେଇଯାଉଛନ୍ତି, ଭୟଭୀତ ହେଇଯାଉଛନ୍ତି। ସେମାନେ ମୂଷାଙ୍କ ନିକଟରେ ଡାକ ଛାଡୁଛନ୍ତି, ମୂଷାଙ୍କ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି। ସେମାନେ କହୁଛନ୍ତି ଯେ କାହିଁକି, କୋଉଥିପାଇଁ ତମେ ଆମମାନଙ୍କୁ ଏଇ ପ୍ରାନ୍ତର ଆଡକୁ କଢାଇ ଆଣିଲ? କଣ ସେଇଠି କବର ନଥିଲା ଆମମାନଙ୍କ ପାଇଁ? ନା ସେଇଠି ଆମେ ତମକୁ ଆସିବା ଆଗରୁ କହୁନଥିଲୁ ଯେ ଆମେ ଏଇ ମିଶ୍ର ମାନଙ୍କର ଦାସ ହେଇକି ରହିବୁ ବୋଲି? ଅନେକ ସମୟରେ ଆମମାନେ ଯେତେବେଳେ ପ୍ରଭୁଙ୍କର ଇଚ୍ଛା ଥାଏ ମୁକ୍ତ ଜୀବନ ଯାପନ କରିବା ପାଇଁ, ସ୍ୱତନ୍ତ୍ର ଜୀବନ ଯାପନ କରିବା ପାଇଁ, ସ୍ୱାଧୀନତାର ଜୀବନ ଯାପନ କରିବା ପାଇଁ, ସ୍ୱାଧୀନତାର ଆନନ୍ଦକୁ ଅନୁଭବ କରିବା ପାଇଁ, ଆମର ସେତେବେଳେ ପାପ ଗୁଡିକ ମନେ ପଡିଥାଏ। ଆମେ ସେତେବେଳେ ମନରେ ଭାବିଥାଉ ଯେତେବେଳେ ସେଇ ସମୟରେ ଥିଲୁ ବହୁତ ଭଲ ଥିଲା, ସେ ସମୟଟା ବହୁତ ଭଲ ଥିଲା। ହୁଏତ ଆମେ ଦାସତ୍ୱରେ ଥିଲୁ, କିନ୍ତୁ ଆମମାନେ ମରିନଥାନ୍ତୁ। ଯେହେତୁ ସେମାନେ ଭୟ କରୁଛନ୍ତି ସେମାନଙ୍କ ଶତ୍ରୁକୁ ଦେଖି। ଆଉ ମୂଷା ସେଇ ସମୟରେ ତାଙ୍କୁ ଏଇ କଥା କହିଥିଲେ, ପରମେଶ୍ୱରଙ୍କ ନିକଟରେ ଡାକ ଛାଡୁଥିଲେ। ଆଉ ମୂଷା ଲୋକମାନଙ୍କୁ ଗୋଟିଏ କଥା କହିଲେ 13 ପଦରେ, 14 ପର୍ବ 13 ପଦରେ, ତୁମେ ମାନେ ଭୟ କର ନାହିଁ, ସୁସ୍ଥିର ହୁଅ, ସଦାପ୍ରଭୁ ଆଜି କି ପ୍ରକାର ତୁମମାନଙ୍କୁ ଉଦ୍ଧାର କରିବେ ତାହା ଦେଖ। ତୁମାନେ ଆଜି ଯେପରି ମିଶ୍ର ମାନଙ୍କୁ ଦେଖୁଅଛ ସେପରି ଅନନ୍ତ କାଳେ ଯାଅ ଆଉ କେବେ ଦେଖିବ ନାହିଁ। ଆଜି ମିଶ୍ର ମାନଙ୍କୁ ଆମେ ଦେଖୁଛୁ, ମିଶ୍ର ମାନଙ୍କୁ ଦେଖି ଆମେ ଭୟଭୀତ ହେଇଯାଉଛୁ, ମିଶ୍ର ମାନଙ୍କୁ ଦେଖି ଆମେ ଅସ୍ଥିର ହେଇଯାଉଛୁ। ଆମେ ଭାବୁଛୁ ବୋଧହୁଏ ଆଉ କେହି ନାହାନ୍ତି ଆମମାନଙ୍କୁ ଉଦ୍ଧାର କରିବା ପାଇଁ। କିନ୍ତୁ ମୂଷା ସେଇ ସମୟରେ ସେମାନଙ୍କୁ ଏଇ କଥା କହିଲେ, ତୁମେ ଭୟ କର ନାହିଁ, ସୁସ୍ଥିର ହୁଅ, ସ୍ଥିର ହେଇଯାଅ, ନୀରବ ହେଇଯାଅ। ଦେଖ ପରମେଶ୍ୱର କେମିତି ତୁମକୁ ଉଦ୍ଧାର କରୁଛନ୍ତି। ଆମର ପରମେଶ୍ୱର ସେଇ ସମୟରେ ସୁଦ୍ଧା ଜିରିମିୟା ସେମିତି ଡାକ ଛାଡୁଥିଲେ ବିଳାପ ଗୀତରେ। ସେ ଜାଣିଥିଲେ ଏଇ କଠିନ ପରିସ୍ଥିତି ଭିତରେ, ଏଇ ଦୁଃଖର ପରିସ୍ଥିତି ଭିତରେ, ଏଇ ସମସ୍ୟା ଗୁଡାକ ଭିତରେ ମୁଁ ଜାଣିଛି ମୋର ପରମେଶ୍ୱର ମହାନ, ମୋର ପରମେଶ୍ୱରଙ୍କ ଦୟା, ମୋର ପରମେଶ୍ୱରଙ୍କର କରୁଣା କେବେ ସରିବ ନାହିଁ। ଏପରିକି ଏ କଠିନ ପରିସ୍ଥିତି ଦେଇ ଗଲେ ମଧ୍ୟ। ଆଉ ଏଇଠି ମୂଷାଙ୍କ ବିଷୟରେ ଆମେ ମଧ୍ୟ ସେଇ ପ୍ରକାର କଥା ଦେଖୁଛୁ। ମୂଷା ସେମାନଙ୍କୁ ଦୃଢତାର ସହିତ କହୁଛନ୍ତି ଏ ଯୁଦ୍ଧ ତୁମର ନୁହଁ, ତୁମେ ଦେଖ କେମିତି ପରମେଶ୍ୱର କଣ କରିବେ ନା ତୁମକୁ ସେମାନଙ୍କ ହସ୍ତରୁ ଉଦ୍ଧାର କରିବେ। ଆଉ ଏଇ ଶତ୍ରୁ ମାନଙ୍କୁ ତୁମେ ଆଉ ଅନନ୍ତ କାଳ ପର୍ଯ୍ୟନ୍ତ ଦେଖିବ ନାହିଁ। ସତକୁ ସତ ସେଇଆ ହେଲା। ଆଉ ପ୍ରଭୁ ଅନନ୍ତ କାଳ ପର୍ଯ୍ୟନ୍ତ ସେ ମିଶ୍ର ମାନଙ୍କ ଠାରୁ ସେମାନଙ୍କୁ ଉଦ୍ଧାର କଲେ। ପରମେଶ୍ୱର ସେମାନଙ୍କ ପାଇଁ ଯୁଦ୍ଧ କଲେ, ସେମାନେ ନୀରବ ହେଇଗଲେ। ଆଜି ଆମେ ଯେତେବେଳେ ମିଶ୍ର ଛାଡି ଦୁଗ୍ଧ ମଧୁ ପ୍ରବାହୀ ଦେଶ ଆଡକୁ ଆସୁଛୁ, ଅନେକ ସମୟରେ ଆମମାନଙ୍କ ଜୀବନରେ ଆମମାନଙ୍କ ଶତ୍ରୁମାନେ ଆମମାନଙ୍କୁ ଗୋଡାଉଛନ୍ତି। ପ୍ରଭୁଙ୍କ ଅନୁକରଣ କରୁଥିବା ଲୋକମାନେ, ପ୍ରଭୁଙ୍କ ପଛରେ ଚାଲୁଥିବା ଲୋକମାନେ, ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ଲୋକମାନେ, ପ୍ରଭୁଙ୍କୁ ବିଶ୍ୱାସରେ ଗ୍ରହଣ କରୁଥିବା ଲୋକମାନଙ୍କ ପଛରେ ଶତ୍ରୁମାନେ ଗୋଡାଇଥାନ୍ତି। ଆଗରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଗୁଡାକ ତାଙ୍କ ଜୀବନରେ ଥାଏ, କିନ୍ତୁ ପଛରେ ସେମାନଙ୍କ ଶତ୍ରୁମାନେ ଥାନ୍ତି। ଆଉ ସେମିତି ସମୟରେ ସେମାନେ ଡାକ ଛାଡନ୍ତି, ସେମିତି ସମୟରେ ସେମାନେ କୁହନ୍ତି ପାଳକଙ୍କୁ, ସେମାନେ କୁହନ୍ତି ପ୍ରଚାରଙ୍କୁ, ସେମାନେ କୁହନ୍ତି ଲୋକମାନଙ୍କୁ, କାହିଁକି ଆମମାନଙ୍କୁ ତୁମେ ଆଣିଲ?
ପୂର୍ବରୁ ଆମେ ବହୁତ ଭଲରେ ଥିଲୁ। ଲୋକମାନେ ପାପ ଭିତରେ ରହିବା ପାଇଁ ଇଚ୍ଛା କରନ୍ତି। ଯଦିଓ ପରମେଶ୍ୱର ଇଚ୍ଛା କରନ୍ତି ସେ ପାପକୁ ପରିତ୍ୟାଗ କରି ବାହାରି ଆସ ବୋଲି, ଈଶ୍ୱର ରୂପକ ଜଗତ ଭିତରୁ ତୁମକୁ ବାହାରି ଆସିବାକୁ ହେବ। ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ଚାଲିବାକୁ ହେବ। ପରମେଶ୍ୱର ପ୍ରତିଜ୍ଞା କରୁଛନ୍ତି ଦୁଗ୍ଧ ମଧୁ ପ୍ରବାହିତ ଦେଶ ଦେବେ। ପରମେଶ୍ୱର ଇଚ୍ଛା କରୁଛନ୍ତି ସେ ସ୍ୱର୍ଗୀୟ ସ୍ଥାନକୁ ତୁମକୁ କଢାଇ ନେବେ। କିନ୍ତୁ ମଝିରେ ପ୍ରାନ୍ତର, ମଝିରେ ବାଧା, ମଝିରେ ବିଭିନ୍ନ ଭୟାନକ ପରିସ୍ଥିତି ଗୁଡାକ ଦେଇକି ସମ୍ମୁଖୀନ ହେବାକୁ ପଡୁଛି। ଆଉ ସେଇ ସମୟରେ ସୁଦ୍ଧା ଯେ ପରମେଶ୍ୱର ଆମ ସହିତ ଅଛନ୍ତି, ପରମେଶ୍ୱର ଆମକୁ ଉଦ୍ଧାର କରିପାରନ୍ତି, ଏହା ଆମକୁ ଜାଣିବାକୁ ହେବ। ପ୍ରଥମ କଥା, ଶତ୍ରୁମାନେ ଅଛନ୍ତି। ଦ୍ୱିତୀୟରେ ସେମାନେ ଦେଖୁଛନ୍ତି ଯେ 16 ପର୍ବରେ ସେମାନେ ଦେଖୁଛନ୍ତି ଯେ ସେମାନଙ୍କ ପାଇଁ ଖାଦ୍ୟ ନାହିଁ। 6 ଲକ୍ଷ କେବଳ ଲେଖାଯାଉଛି ପୁରୁଷ ଥିଲେ। ସେମାନେ ଯୋଉ ବାହାରିକି ଆସିଲେ 6 ଲକ୍ଷ କେବଳ ପୁରୁଷ ଥିଲେ। ପାଦଗତିରେ ସେମାନେ ଯୋଉ ଚାଲିକି ଆସିଥିଲେ, ତା ସାଙ୍ଗରେ ପିଲାମାନେ କେତେ ଥିବେ, ସ୍ତ୍ରୀ ମାନେ କେତେ ଥିବେ, ସେମାନଙ୍କର ସଂଖ୍ୟା କେତେ ଅଧିକ। ସେମାନେ ସମସ୍ତେ ବଚସା କରୁଛନ୍ତି ଆଉ ସେଇ ମୂଷାଙ୍କ ବିରୁଦ୍ଧରେ ଓ ହରଣଙ୍କ ବିରୁଦ୍ଧରେ ବଚସା କରୁଛନ୍ତି। ସେମାନେ 16 ପର୍ବରେ ଆମେ ଦେଖୁଛୁ ଯେ ସେମାନେ ସେ ସେନ୍ ପ୍ରାନ୍ତରେ ଆସି ବଚସା କରୁଛନ୍ତି, କହୁଛନ୍ତି 3 ପଦରେ, ହାୟ ହାୟ, ଆମମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଭୋଜନ କରୁଥିଲୁ, ସେତେବେଳେ ଯେ ଆମମାନେ ବିଶ୍ୱର ଦେଶରେ ସଦାପ୍ରଭୁଙ୍କ ହସ୍ତରେ ମରିଥାନ୍ତୁ, ତୁମାନେ ଏଇ ସମସ୍ତ ମଣ୍ଡଳୀ କି କ୍ଷୁଧାରେ ମାରିବା ପାଇଁ ଆମମାନଙ୍କୁ ବାହାର କରି ଏଇ ପ୍ରାନ୍ତରକୁ ଆଣିଲ। ଆମମାନେ ମିଶରରେ ଥିଲୁ, ଭଲ ଥିଲା, ମିଶରରେ ଥିଲୁ, ଭଲ ଖାଉଥିଲୁ, ମିଶରରେ ଥିଲୁ, ତୃପ୍ତି ଥିଲା ଆମ ଭିତରେ, କିନ୍ତୁ ତୁମେ ଆମକୁ ଏମିତି ଗୋଟେ ସ୍ଥାନକୁ ଆଣିଲ, ଏ ପ୍ରାନ୍ତରରେ ଆଣିଲ, ଏଠି କ୍ଷୁଧାରେ ମାରିଦେବା ପାଇଁ ଆଣିଲ ଆମକୁ। ଅନେକ ସମୟରେ ଆମମାନଙ୍କର ଜୀବନରେ ସେମିତି ପ୍ରାନ୍ତର ଆସିଥାଏ ଆଉ ଆମମାନେ ପ୍ରାନ୍ତର ଦେଇ ଯାଇଥାଉ। ପ୍ରତ୍ୟେକ ଜୀବନରେ ସେମିତି ଗୋଟେ ପରିସ୍ଥିତି ଆସିଥାଏ। ପରମେଶ୍ୱରଙ୍କ ଇଚ୍ଛା ସେ ପରିସ୍ଥିତିକୁ, ପରମେଶ୍ୱରଙ୍କ ଇଚ୍ଛା ସେ ପ୍ରାନ୍ତରକୁ ଆମକୁ ଅତିକ୍ରମ କରିବାକୁ ହେବ। ଦ୍ୱିତୀୟ ବିଷୟ, ଆମମାନଙ୍କ ପରମେଶ୍ୱର ଯେ ପ୍ରାନ୍ତରର ପରମେଶ୍ୱର ସେଇଟା ଆମକୁ ଜାଣିବାକୁ ହେବ। ଆମେ କେବଳ ସ୍ୱଚ୍ଛଳ ଥିବା ସମୟରେ ଆମେ ଭାବୁ ଯେ ହୁଏତ ସବୁ ଠିକ ଠାକ ଚାଲିଛି, ଆଉ ଯେତେବେଳେ ଆମେ କୌଣସି ଅସୁବିଧାର ସମ୍ମୁଖୀନ ଦେଇକି ଯାଉ, ଆମେ ଯେତେବେଳେ ବିଭିନ୍ନ ପରିସ୍ଥିତି ଗୁଡାକ ଭିତରେ ଦେଇଯାଉ, ସେତେବେଳେ ଆମେ ଭାବୁ ବୋଧେ ପରମେଶ୍ୱର ମତେ ଛାଡି ଦେଇଛନ୍ତି, ବୋଧେ ପରମେଶ୍ୱରଙ୍କ ହସ୍ତ ଏଠି କିଛି କରିପାରିବ ନାହିଁ। ଆଉ ଏମାନେ ବର୍ତ୍ତମାନ ଇସ୍ରାଏଲ ମାନେ ସେଇ କଥା ଭାବୁଛନ୍ତି। ସେମାନେ ଭାବୁଛନ୍ତି ମିଶ୍ର ଦେଶ ଭଲ ଥିଲା, ମିଶ୍ରର ଖାଦ୍ୟ ଭଲ ଥିଲା। ତାର ଅର୍ଥ ହଉଛି ଯଦିଓ ସେମାନେ ଇଚ୍ଛା କରୁଛନ୍ତି ପରିତ୍ରାଣ ପାଇବା ପାଇଁ, କିନ୍ତୁ ସେମାନେ ଚାହୁଁନାହାନ୍ତି ପାପକୁ ପରିତ୍ୟାଗ କରିବା ପାଇଁ। ଆମେ ଅଧିକାଂଶ ସମୟରେ ମନୁଷ୍ୟ ମାନେ କଣ କରୁ, ଆମେ ଚାହୁଁ ପ୍ରଭୁ ମୁଁ ପରିତ୍ରାଣ ପାଇବା ପାଇଁ ଚାହୁଁଛି, ଆଉ ପ୍ରଭୁ ଯେତେବେଳେ କହନ୍ତି ଠିକ ଅଛି ତୁ ପାପକୁ ଛାଡି ଦେଇକି ଆସେ, କିନ୍ତୁ ସେତେବେଳେ ମତେ ପାପ ଏତେ ଭଲ ଲାଗେ ଯେ ମୁଁ ପାପକୁ ଛାଡିବା ପାଇଁ ଇଚ୍ଛା କରେ ନାହିଁ। ମତେ ବହୁତ ଭଲ ଲାଗେ, ବହୁତ ମନେ ପକାଏ ମୁଁ ସେ ପାପ ଗୁଡାକୁ। ତ ସେଥିପାଇଁ ଇସ୍ରାଏଲି ଲୋକମାନେ ଯଦିଓ ମିଶ୍ର ଛାଡି ସେମାନେ ଆସୁଛନ୍ତି, କିନ୍ତୁ ତଥାପି ପ୍ରତ୍ୟେକ ମୁହୂର୍ତ୍ତରେ ମିଶ୍ର ତାଙ୍କର ମନରେ ଆସୁଛି। ମିଶ୍ର ତାଙ୍କ ସ୍ମୃତି ପଥରେ ଅଛି। ମିଶ୍ରର ଖାଦ୍ୟ, ମିଶ୍ରର ପାନୀୟ, ମିଶ୍ରର ଲୋକମାନେ ତାଙ୍କ ସ୍ମରଣରେ ଅଛନ୍ତି। ସେଥିପାଇଁ ସେମାନେ ମୋଶେ ଆଉ ହାରୋନକୁ ପ୍ରତି ମୁହୂର୍ତ୍ତରେ ସେମାନେ କଣ କରୁଛନ୍ତି ନା ତାଙ୍କୁ ବଚସା କରୁଛନ୍ତି, ତାଙ୍କୁ କହୁଛନ୍ତି କାହିଁକି ଏ ପ୍ରାନ୍ତରକୁ ତୁମେ ଆଣିଲ, କାହିଁକି ପ୍ରାନ୍ତର ଭିତର ଦେଇକି ଆଣୁଛ ଯୋଉଠି ଆମେ ଖାଇବା ପାଇଁ ପାରୁନ, ଯୋଉଠି ଆମମାନଙ୍କର ମାନେ ଆମମାନଙ୍କ କ୍ଷୁଧା ମେଣ୍ଟୁ ନାହିଁ, କିଏ ଆମମାନଙ୍କୁ ଖାଇବା ପାଇଁ ଦେବ? ଆମେ ତ ସେଇଠି ମାଂସ ହାଣ୍ଡି ପାଖରେ ବସି ଖାଉଥିଲୁ ଆଉ ଆମେ ପରିତୃପ୍ତ ହେଉଥିଲୁ। ମୂଷା ବିଚରା କଣ କରିବେ, ଏତେ ଲୋକ କିଏ ଖାଇବା ପାଇଁ ଦେଇପାରିବ? ସେଥିପାଇଁ ମୂଷା ଯେତେବେଳେ ପରମେଶ୍ୱରଙ୍କ ନିକଟରେ କଣ କରୁଛନ୍ତି ନା ପ୍ରାର୍ଥନା କରୁଛନ୍ତି, ପରମେଶ୍ୱର ସେତେବେଳେ ମୂଷାଙ୍କୁ କହୁଛନ୍ତି, ମୂଷା ଏଇ ଲୋକମାନଙ୍କର ଯୋଉ ବଚସାଟା ତୁମ ବିରୋଧରେ ଆମେ ଶୁଣିଛୁ, ଏଟା ମନେ ରଖ ଯେ ସେମାନେ ଯାହା ତୁମ ବିରୋଧରେ ବଚସା କରୁଛନ୍ତି ଆମେ ଶୁଣିନାଉ ନୁହଁ, ଆମେ ଶୁଣୁଛୁ, ଆମେ ଜାଣୁଛୁ ସେମାନେ ବଚସା କରୁଛନ୍ତି, କିନ୍ତୁ ସେଇ ଲୋକମାନଙ୍କୁ କୁହ ଆମେ ସେମାନଙ୍କୁ ଖାଇବା ପାଇଁ ଦେବା। ଆଉ ଆମେ କେମିତି ଖାଇବା ପାଇଁ ଦେବା? 4 ପଦରେ ସେ କହୁଛନ୍ତି, ଦେଖ ଆମେ ତୁମମାନଙ୍କ ନିମନ୍ତେ ଆକାଶରୁ ଖାଦ୍ୟ ଦ୍ରବ୍ୟ ବୃଷ୍ଟି କରିବା, କେହି ବାହାରୁ ଆଣିକି ଦେବେ ନାହିଁ। ଆକାଶରୁ ଖାଦ୍ୟ ଦେବ ବୃଷ୍ଟି ହେବ, ଆଉ ସେମାନେ ବାହାରକୁ ଯାଇ ପ୍ରତିଦିନ ଦିନର ନିରୂପିତ ପରିମାଣ ଅନୁସାରେ ଖାଦ୍ୟ ସଂଗ୍ରହ କରିବେ। ପ୍ରତିଦିନ, ତାର ଅର୍ଥ ହଉଛି ପ୍ରତିପାତ ତାଙ୍କ ଦୟା ଚିର ନୂତନ। ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ସକାଳରେ ନୂଆ ଭାବରେ ପରମେଶ୍ୱରଙ୍କର ଦୟା ଆମମାନଙ୍କ ନିକଟରେ ଉପସ୍ଥିତ ହେଇଥାଏ। ଆମେ ଦେଖୁଛୁ ପ୍ରତିଦିନ ଦିନର ନିରୂପିତ ପରିମାଣ ଅନୁସାରେ ଖାଦ୍ୟ ସଂଗ୍ରହ କରିବେ ସେମାନେ।
ଆଉ କଣ କହିଲେ ତହିଁରେ ସେମାନେ ଆମର ବ୍ୟବସ୍ଥା ଅନୁସାରେ ଚଳିବେ କି ନାହିଁ ଆମେ ସେମାନଙ୍କର ଏଇ ପରୀକ୍ଷା ନେବା। ଏବେ ସେମାନେ ଯୋଉ ଯୁକ୍ତି କରୁଛନ୍ତି ତମ ପାଖକୁ ଆସି ତମ ସହିତ ଯୋଉ ବଚସା କରୁଛନ୍ତି ଯେ ମିଶର ଦେଶ ଭଲ ଥିଲା, ମିଶର ଖାଦ୍ୟ ଭଲ ଥିଲା, ଭଲ ସେ ଜାଗା ଥିଲା, ଆମେ ସେଇଠି ରହିଥାନ୍ତୁ, କାହିଁକି ଏଇଠିକି ଆଣିଲ, ଏଠି ମାରିବା ପାଇଁ ଆଣିଲ ବୋଲି ସେମାନଙ୍କୁ ଏବେ କୁହ ଠିକ ଅଛି ଆମେ ଏଇଠି ସେମାନଙ୍କୁ ଖାଇବା ପାଇଁ ଦେବା, ଏଇ ପ୍ରାନ୍ତରରେ ସେମାନଙ୍କୁ ଯୋଗେଇବା, ବାହାରକୁ କୁଆଡେ ଯିବା ଦରକାର ନାହିଁ। ଆକାଶରୁ ସେ ଖାଦ୍ୟ ଦେବ ବୃଷ୍ଟି ହେବ ଆଉ ସେମାନଙ୍କର ଯେତିକି ପରିମାଣ ଦରକାର, ଯେତିକି ସେମାନଙ୍କ ପରିବାର ପାଇଁ ଯଥେଷ୍ଟ, ଯେତିକି ତାଙ୍କ ଜୀବନ ପାଇଁ ଯଥେଷ୍ଟ, ସେତିକି ପ୍ରତିଦିନ ସେମାନେ ସଂଗ୍ରହ କରିବେ ଆଉ ପ୍ରତିଦିନ ସେମାନେ ଭୋଜନ କରିବେ। କିନ୍ତୁ ଆମେ ଏଇ ବିଷୟରେ ତାଙ୍କର ପରୀକ୍ଷା ନେବା ଯେ ସେମାନେ ଖାଇଲା ପରେ ବି ଆମ ବ୍ୟବସ୍ଥା ଅନୁସାରେ ଚାଲୁଛନ୍ତି ନା ନାହିଁ। ଅନେକ ସମୟରେ ଆମେ ସେଇଟା ଭୁଲି ଯାଉ ଯେ ଯୋଉ ପରମେଶ୍ୱର ଆମମାନଙ୍କ ଯୋଗାଣକାରୀ ପରମେଶ୍ୱର, ଯୋଉ ପରମେଶ୍ୱର ଆମମାନଙ୍କ ଦୁର୍ଦିନର ଆମମାନଙ୍କ ସାଥୀ ହେଇଛନ୍ତି, ଯୋଉ ପରମେଶ୍ୱର ଆମମାନଙ୍କ ଗନ୍ତବ୍ୟ ପଥରେ ଆମମାନଙ୍କ ସହାୟକ ହେଇଛନ୍ତି, ଯୋଉ ପରମେଶ୍ୱର ଆମମାନଙ୍କୁ କଢାଇ ଆଣୁଛନ୍ତି, ସେଇ ପରମେଶ୍ୱର ସବୁ ଦେଲା ପରେ ବି ଇଚ୍ଛା କରନ୍ତି ଯେ ତାଙ୍କ ବାକ୍ୟ ଅନୁସାରେ ମୁଁ ଚାଲୁଛି ନା ନାହିଁ, ତାଙ୍କ ବ୍ୟବସ୍ଥା ମାନୁଛି ନା ନାହିଁ। ଇସ୍ରାଏଲି ଲୋକମାନେ ଏ କଥାକୁ ଭୁଲିଗଲେ। ସେମାନେ କଣ କଲେ, ସେମାନେ ମନରେ ଭାବିଲେ ଯୋଉ ପରମେଶ୍ୱର ଆଜି ଦେଇଛନ୍ତି ହୁଏତ କାଲିକି ସେ ଦେବେ ନାହିଁ, ସେଥିପାଇଁ ଆମେ କଣ କରିବା, କାଲି ପାଇଁ ଆଜି ହିଁ ସଂଗ୍ରହ କରି ରଖିଦେବା। ଅନେକ ଅବାଧ୍ୟ ହେଲେ ଆଉ ସେମାନେ କଣ କଲେ, ପରମେଶ୍ୱର ଯୋଉ କଥା କହିଥିଲେ ଯେ ଷଷ୍ଠ ଦିନରେ ସେମାନେ ଯାହା ଆଣିବେ ତାହା ରାନ୍ଧିଲେ ଦିନକୁ ଦିନ ତାହା ସଂଗ୍ରହ କରନ୍ତି, ତାହା 2 ଗୁଣ ହେବ। କିନ୍ତୁ ଇସ୍ରାଏଲ ସନ୍ତାନ ମାନଙ୍କୁ ସେମାନେ କଣ କରିଥିଲେ ନା ଏଇ କଥା କହିଥିଲେ ଯେ ପ୍ରତିଦିନ ନିରୂପିତ ଦ୍ରବ୍ୟ ବା ନିରୂପିତ ପରିମାଣର ଖାଦ୍ୟକୁ ସେମାନେ କଣ କରିବେ ନା ସଂଗ୍ରହ କରିବେ। ଆମେ ଦେଖୁଛୁ ଏଠି ଲେଖା ହଉଛି ସନ୍ଧ୍ୟା କାଳରେ ଭୋଜନ ନିମନ୍ତେ ସେ ମାଂସ ଦେଲେ ସେମାନଙ୍କୁ ଆଉ ପ୍ରାତ କାଳରେ ତୃପ୍ତି ପର୍ଯ୍ୟନ୍ତ ଅନ୍ନ ଦେବେ। ପ୍ରଭୁ କହିଛନ୍ତି ଯେ ସନ୍ଧ୍ୟା ସମୟରେ ମାଂସ ଆଉ ପ୍ରାତ ସମୟରେ ସେ ଅନ୍ନ ଦେବେ। ତ ଲୋକମାନଙ୍କୁ ପ୍ରଭୁ ପ୍ରଚୁର ଦେଲେ, ମାନେ ଯେତେ ଯିଏ ଖାଇପାରିବ, ଯେତେ ଭୋଜନ କରିବ। ଯଦି ଆମେ ଗୀତ ସଂହିତା ତାର 78 ପର୍ବ ଆଉ 23-24 ପଦ ପଢୁ, ସେଠି ଲେଖା ଯାଉଛି ଯେ ଭୋଜନାର୍ଥେ ସେ ସେମାନଙ୍କୁ ସ୍ୱର୍ଗର ଶସ୍ୟ ଦେଲେ, ସେ ମାନା ଦେଲେ, ସେ ପରାକ୍ରମୀ ମାନଙ୍କର ଆହାର ଦେଲେ। ଆପଣ ଚିନ୍ତା କରନ୍ତୁ ଯେ ଯୋଉ ଇସ୍ରାଏଲୀୟ ସନ୍ତାନ ମାନେ ବଚସା କରୁଥିଲେ ଆସିକି ଏଠି ଯେ ମାଂସ ହାଣ୍ଡି ପାଖରେ ବସି ମାଂସ ଖାଉଥିଲୁ, ଏଠି ଲେଖା ଯାଉଛି ସେମାନଙ୍କୁ ପରମେଶ୍ୱର ବଚସାକାରୀ ମାନଙ୍କୁ ମଧ୍ୟ ଭୋଜନାର୍ଥେ ସ୍ୱର୍ଗର ଶସ୍ୟ ଦେଲେ, ସେମାନଙ୍କୁ ମାନା ଦେଲେ, ସେମାନଙ୍କୁ ପରାକ୍ରମୀ ମାନଙ୍କର ଆହାର ଦେଲେ। ଗୀତ 105-40 ପଦରେ କୁହାଯାଉଛି ଯେ ସ୍ୱର୍ଗୀୟ ଭକ୍ଷ୍ୟରେ ସେମାନଙ୍କୁ ସେ ତୃପ୍ତ କଲେ। ଆଉ ଯେ ଦ୍ୱିତୀୟ ବିବରଣ ତାର 8-2 ପଦ ଆମେ ଦେଖୁ ଯେ ପରମେଶ୍ୱର ଇଚ୍ଛା କରୁଥିଲେ ଜାଣିବା ପାଇଁ ଯେ ଏମାନେ ସତରେ ମୋ ଆଜ୍ଞା ପାଳନ କରୁଛନ୍ତି ନା ନାହିଁ, ଆଉ ସେମାନଙ୍କୁ ପରୀକ୍ଷା କରିବା ପାଇଁ ଆଉ ସେମାନଙ୍କର ମାନସ ଜାଣିବା ପାଇଁ ଏଇ 40 ବର୍ଷ ସେ କଣ କରୁଛନ୍ତି, ତାକୁ ପ୍ରାନ୍ତର ଭିତରେ ଦେଇକି କଢେଇ ନେଉଛନ୍ତି। କିନ୍ତୁ ଏଇ ଲୋକମାନେ ଯେତେବେଳେ ଭୋଜନ କରୁଛନ୍ତି ଆଉ ମନରେ ଭାବୁଛନ୍ତି ହୁଏତ ପରମେଶ୍ୱର ଆଜି କରିଛନ୍ତି କାଲିକି କରିବେ ନାହିଁ, ଆଜି ବୃଷ୍ଟି କରିଛନ୍ତି କାଲି ବୃଷ୍ଟି ହେବ ନାହିଁ, ସେଥିପାଇଁ ସେମାନେ ନିଜେ ନିଜେ ଆଣି ଆସନ୍ତା କାଲି ପାଇଁ ଚିନ୍ତା କଲେ। ଆଉ ଖାଦ୍ୟକୁ ଯେତେବେଳେ ଆଣି ଘରେ ରଖିଲେ, ଦେଖିଲା ବେଳକୁ ସେ ଖାଦ୍ୟ କଣ ହେଲା ନା ସେ ଖାଦ୍ୟ ଦୁର୍ଗନ୍ଧ ହେଇଗଲା, ସେ ଖାଦ୍ୟ ପଚିଗଲା। ଅନେକ ସମୟରେ ଆମେମାନେ ମଧ୍ୟ ସେମିତି ମନରେ ଭାବିଥାଉ ଯେ ହୁଏତ ପରମେଶ୍ୱର ଆଜି ଦେଇଛନ୍ତି କାଲିକି ଦେବେ ନାହିଁ, ଆଉ ଅବିଶ୍ୱାସ ବୋଧ ଆସେ ପରମେଶ୍ୱରଙ୍କ ପ୍ରତି, ସନ୍ଦେହ ମନୋଭାବ ଆସେ ପରମେଶ୍ୱରଙ୍କ ପ୍ରତି। କିନ୍ତୁ ପ୍ରତିଦିନ ଆମେ ପ୍ରାର୍ଥନା କରିଥାଉ ପ୍ରଭୁ ଶିଖାଇଥିବା ପ୍ରାର୍ଥନା, ଆଉ ସେଇଥିରେ ଆମେ କହିଥାଉ ଆଜି ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ମତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାକୁ ହୁଏ ଯେ ଆଜି ମତେ ପ୍ରୟୋଜନୀୟ ଆହାର ଦିଅ, କିନ୍ତୁ ମୁଁ କାଲି ପାଇଁ ଚିନ୍ତା କରେ ଯେତେବେଳେ ପ୍ରଭୁ କହୁଛନ୍ତି ଆଜିର ଚିନ୍ତା ଆଜି ପାଇଁ ଯଥେଷ୍ଟ। ଆଜିର ଚିନ୍ତା ମୋ ପାଇଁ ଯଥେଷ୍ଟ, କିନ୍ତୁ ମୁଁ କାଲି ପାଇଁ ଚିନ୍ତା କରୁଛି। ମୁଁ ପ୍ରାର୍ଥନା କରୁଛି ପ୍ରଭୁ ମତେ ପ୍ରୟୋଜନୀୟ ଆହାର ଦିଅ। ଯଦି ଲୋକରଚିତ ସୁଷମାଚାରକୁ ଯିବି 11 ପର୍ବ 3 ପଦରେ ମଧ୍ୟ କୁହାଯାଉଛି ଯେ ସେ ପ୍ରାର୍ଥନା କରୁଛନ୍ତି ପ୍ରତିଦିନ ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ, ପ୍ରତିଦିନ ଆମମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ। ମତେ ପ୍ରତିଦିନ ପାଇଁ ଆଜି ସଂଗ୍ରହ କରିବାକୁ ହେବ ନାହିଁ, ପ୍ରତିଦିନ
ମୁଁ ପ୍ରତିଦିନ ଆହାର ସଂଗ୍ରହ କରେ କି? ଦ୍ୱିତୀୟ ବିଷୟ, ଆମେ ଦେଖୁଛୁ ଖାଲି ଖାଦ୍ୟ ପାଇଁ ସେମାନେ ପରମେଶ୍ୱରଙ୍କ ନିକଟରେ, ପରମେଶ୍ୱରଙ୍କ ଲୋକଙ୍କ ନିକଟରେ ବଚସା କଲେ ନାହିଁ। ସେମାନେ ଯଦି 17 ଅଧ୍ୟାୟକୁ ଆସିବା, ସେମାନେ ପାନୀୟ ପାଇବା, ପିଇବା ପାଇଁ ମଧ୍ୟ ତାଙ୍କ ବିରୋଧରେ ବଚସା କଲେ। ଆମେ ଦେଖୁଛୁ ଯେ ଏଇ 16 ପର୍ବରେ ସେମାନେ ବଚସା କରୁଥିବା ସମୟରେ 26 ପଦ ଯେତିକି ଲେଖା ହେଇଛି, ତୁମେ ମାନେ 6 ଦିନ ତାହା ସଂଗ୍ରହ କରିବ, ମାତ୍ର ସପ୍ତମ ଦିନ ବିଶ୍ରାମ ବାର ଅଟେ, ତହିଁରେ କିଛି ମିଳିବ ନାହିଁ। ପ୍ରଭୁ ପ୍ରତିଜ୍ଞା କରି କହିଦେଇଛନ୍ତି ଯେ ତମକୁ ସବୁ ଦେବି, ଖାଇବା ଦେବି, ପିଇବା ଦେବି, ସବୁ ଦେବି, କିନ୍ତୁ ତମେ ମୋ ବ୍ୟବସ୍ଥା ମାନୁଛ ନା ନାହିଁ ସେଟା ମଧ୍ୟ ମୁଁ ପରୀକ୍ଷା କରିବି। ତମେ ମୋ କଥା ଅନୁସାରେ ଚଳୁଛ ନା ନାହିଁ ସେଟା ମଧ୍ୟ ମୁଁ ଦେଖିବି। ସେଥିପାଇଁ ସେ କଣ କହିଲେ? ସେ କହିଲେ ଯେ ତମେ ସପ୍ତାହଟା 7 ଦିନ, 7 ଦିନରୁ 6 ଦିନ ଯାକ ସଂଗ୍ରହ କର, କିନ୍ତୁ ସପ୍ତମ ଦିନ ସଂଗ୍ରହ କରିବା ପାଇଁ ଚେଷ୍ଟା କରିବ ନାହିଁ। କାରଣ ସପ୍ତମ ଦିନ କଣ ହେବ ନାହିଁ? ସପ୍ତମ ଦିନ ତମକୁ କିଛି ମିଳିବ ନାହିଁ। ତଥାପି ସପ୍ତମ ଦିନରେ ହିଁ କେହି କେହି ତାହା ସଂଗ୍ରହ କରିବାକୁ ଗଲେ, ମାତ୍ର କିଛି ପାଇଲେ ନାହିଁ। ଚିନ୍ତା କରନ୍ତୁ ଯେ 6 ଦିନ ଯାକ ବାହାରକୁ ଯାଇ ଖାଦ୍ୟ ସଂଗ୍ରହ କରୁଥିବା ଲୋକମାନେ ସପ୍ତମ ଦିନ ସୁଦ୍ଧା ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ ନ କରି, ଭରସା ନ କରି, ନିଜ ନିଜ ନିମନ୍ତେ ଚିନ୍ତା କରିବା ପାଇଁ ଚେଷ୍ଟା କରିକିନା ଗଲେ ବାହାରକୁ, ଆଉ ସେମାନେ ବିଫଳ ହେଇକି ଫେରିଲେ, ନିରାଶ ହେଇକି ଫେରିଲେ, କିଛି ପଡିନଥିଲା। ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମାନେ ଆମର ଆଜ୍ଞା ଓ ବ୍ୟବସ୍ଥା ପାଳନ କରିବାକୁ କେତେ କାଳ ଅସମ୍ମତ ଥିବ? ଏ ଲୋକମାନଙ୍କୁ ମୁଁ କହିଲି ଯେ 6 ଦିନ ଯାକ ତୁମ ପାଇଁ ଖାଦ୍ୟ ବୃଷ୍ଟି ହେବ ଆକାଶରୁ, ତୁମେ ସମସ୍ତେ ଭୋଜନ କରିବ, ତୃପ୍ତ ହବ। ସପ୍ତମ ଦିନ ତୁମେ ଯିବ ନାହିଁ। ସପ୍ତମ ଦିନ ମୋର ଦିନ, ସପ୍ତମ ଦିନ ବିଶ୍ରାମ ଦିନ, ସେ ସମୟ ମତେ ଦେବ। ଲୋକମାନେ ଅଧିକାଂଶ ସମୟରେ ରବିବାର ଦିନ, ଯୋଉଦିନ ଉପାସନା କରିବାର ସମୟ, ଯୋଉଦିନ ମଣ୍ଡଳୀକୁ ଆସିବାର ସମୟ, ସହଭାଗିତାରେ ସମୟ କାଟିବା ସମୟ, ସେଦିନ ସୁଦ୍ଧା ସେମାନେ କଣ କରନ୍ତି? ବାହାରକୁ ଯାଆନ୍ତି ନିଜ ନିମନ୍ତେ। ମନା ନାହିଁ, କିନ୍ତୁ କଥା ହଉଛି କଣ? ପରମେଶ୍ୱରଙ୍କ ପାଇଁ ଆମେ କେତେ ସମୟ ଦବା? ଯୋଉ ପରମେଶ୍ୱର ଏତେ ବିଶ୍ୱସ୍ତ ଯେ ମୁଁ ପରିଶ୍ରମ ନ କଲେ ସୁଦ୍ଧା ଆକାଶରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରୁଛନ୍ତି ମୋ ପାଇଁ, ଆଉ ମତେ ପ୍ରତିଜ୍ଞା କରୁଛନ୍ତି, ସେ ନିରାଶ କରୁନାହାନ୍ତି। ମୁଁ ଏମିତି ପରମେଶ୍ୱର କେବେ ଦେଖି ନାହିଁ। ଯୋଉ ପରମେଶ୍ୱର ମାନେ ଏଇ କଥା କହୁଛନ୍ତି, କଣ କହୁଛନ୍ତି? 29 ପଦରେ ଦେଖ, ସଦାପ୍ରଭୁ ତୁମାନଙ୍କୁ ବିଶ୍ରାମ ଦିନ ଦେବା ହେତୁରୁ 6ଠ ଦିନରେ 2 ଦିନର ଖାଦ୍ୟ ଦିଅନ୍ତି। ଆପଣ ଜାଣିଛନ୍ତି, ଯଦି ଆପଣ ସପ୍ତମ ଦିନକୁ ପରମେଶ୍ୱରଙ୍କ ପାଇଁ ଦେବା ପାଇଁ ଇଚ୍ଛା କରୁଛନ୍ତି, ପରମେଶ୍ୱରଙ୍କ ନିକଟକୁ ଆସିବା ପାଇଁ ଇଚ୍ଛା କରୁଛନ୍ତି, ବାକ୍ୟ ଶୁଣିବା ପାଇଁ ଇଚ୍ଛା କରୁଛନ୍ତି, ସଭାଗୀତରେ ଜୀବନ କାଟିବା ପାଇଁ ଇଚ୍ଛା କରୁଛନ୍ତି, ସାକ୍ଷ୍ୟ ହେବା ବା ସାକ୍ଷ୍ୟ ଦେବାରେ ସମୟ କାଟିବା ପାଇଁ ଇଚ୍ଛା କରୁଛନ୍ତି, ତାହେଲେ ମନେ ରଖନ୍ତୁ, ଆପଣ ପାଇଁ ପରମେଶ୍ୱର ଚିନ୍ତା କରନ୍ତି। ଏଇ ସପ୍ତମ ଦିନ ପରମେଶ୍ୱରଙ୍କ ନିମନ୍ତେ ଆପଣ ଦେବାକୁ ଯାଉଥିବା ହେତୁରୁ ସେ 6ଠ ଦିନରେ ଆପଣଙ୍କୁ 2 ଗୁଣର ଖାଦ୍ୟ ଦେବା ପାଇଁ ଚାହିଁଛନ୍ତି। 2 ଦିନର ଖାଦ୍ୟ ଦିଅନ୍ତି। ସେଇଟା ସେ ଇସ୍ରାଏଲ ସନ୍ତାନମାନଙ୍କୁ କହିଥିଲେ ଯେ 6ଠ ଦିନରେ ଆମେ ତୁମକୁ 2 ଦିନର ଖାଦ୍ୟ ଦେବୁ, ସପ୍ତମ ଦିନ ତୁମେ ପରିଶ୍ରମ କରିବ ନାହିଁ, କି ସପ୍ତମ ଦିନ ତୁମେ ଯିବ ନାହିଁ ବାହାରକୁ। କିନ୍ତୁ ତଥାପି ସେମାନେ ଅବାଧ୍ୟ ହେଲେ। ପ୍ରତ୍ୟେକ ଦିନ ସେମାନେ କଣ କଲେ? ଲେଖାଯାଉଛି, ପ୍ରତି ଜଣ ସପ୍ତମ ଦିନରେ ଆପଣା ଆପଣା ସ୍ଥାନରୁ ବାହାରକୁ ନ ଯାଇ ସ୍ୱ ସ୍ୱ ସ୍ଥାନରେ ଥାଉ ବୋଲି ଯୋଉ ପରମେଶ୍ୱର କହିଥିଲେ, ସେଇ ପରମେଶ୍ୱରଙ୍କୁ ସେମାନେ ଅବିଶ୍ୱାସ ବୋଧ କଲେ, ତାଙ୍କ ଯୋଗାଣକୁ ଅବିଶ୍ୱାସ ବୋଧ ହେଲେ, ତାଙ୍କ ଆଜ୍ଞାକୁ ପାଳନ କଲେ ନାହିଁ, ତାଙ୍କ ବ୍ୟବସ୍ଥାକୁ ମାନିଲେ ନାହିଁ ସେମାନେ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ କହିଲେ, ଏ ଲୋକମାନେ ଯେ କେତେ କାଳ ଆମମାନଙ୍କର ଅବାଧ୍ୟ ହେବେ, କେତେ କାଳ ଆମମାନଙ୍କ ବ୍ୟବସ୍ଥା ମାନିବେ ନାହିଁ, କେତେ କାଳ ଆମମାନଙ୍କ ବାକ୍ୟରୁ ଅସମ୍ମତ ହେବେ। ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଦେଲେ। ଏବେ ଯେତେବେଳେ 17 ଅଧ୍ୟାୟକୁ ଆମେ ଆସୁଛୁ, 17 ଅଧ୍ୟାୟରେ ଆମେ ମଧ୍ୟ ଦେଖୁଛୁ, ବର୍ତ୍ତମାନ ସେମାନେ ସମସ୍ତେ କଣ କରୁଛନ୍ତି ନା, ଜଳ ପାଇଁ ବା ପିଇବା ପାଇଁ ତୃଷାରେ ସେମାନେ ଛଟପଟ ହଉଛନ୍ତି, ଆଉ ସେମାନେ ପୁନର୍ବାର ସେମାନେ ବଚସା କରିବା ଆରମ୍ଭ କରୁଛନ୍ତି। 17 ଅଧ୍ୟାୟ 2 ପଦରେ ଲେଖାଯାଉଛି, ଲୋକମାନେ ମୋଶାଙ୍କ ସଙ୍ଗରେ ବିବାଦ କରି କହିଲେ, ଆମମାନଙ୍କୁ ଜଳ ଦିଅ, ଆମମାନେ ପାନ କରିବୁ। ତହିଁରେ ମୋଶା ସେମାନଙ୍କୁ କହୁଛନ୍ତି, ତୁମାନେ ମୋ ସଙ୍ଗରେ କାହିଁକି ବିବାଦ କର? କି ହେତୁ ସଦାପ୍ରଭୁଙ୍କୁ ପରୀକ୍ଷା କର? ବିବାଦ ଖାଲି ମୋ ବିରୁଦ୍ଧରେ କରୁନ, ସଦାପ୍ରଭୁଙ୍କୁ ପରୀକ୍ଷା ନଉଛ। ଯୋଉ ସଦାପ୍ରଭୁ ପ୍ରାନ୍ତରରେ ତୁମକୁ ଖାଇବା ପାଇଁ ଯୋଗାଇଲେ, ସେ କଣ ଜଳ ଯୋଗାଇବେ ନାହିଁ? ଜଳ ଭାବ ହେତୁରୁ ସେମାନେ ତୃଷାକୁଳ ହଉଛନ୍ତି, ମୋଶାଙ୍କ ବିରୁଦ୍ଧରେ ବଚସା କରୁଛନ୍ତି, ଆଉ ମୋଶାଙ୍କୁ ସେମାନେ କଣ କହୁଛନ୍ତି
जे तुम्हें आमान संतान मान को पशुगण को पिपासारे मारिबा निमंते मिश्र ठारू किए तु आनिल कोथ पे तुम आनिल मिश्र टू आमान को एठी कोन पिपासारे एठी कोन आमान को मारि देबा पानिल तो मोसा बिचरा कौन करिवे पालक कौन करिवे लोक माने को पढ़े के आनी थिबा पालक लोक माने जते बेले विभिन्न समस्या देई की जानती कष्ट देई की जानती सेमाने किछि पारंतिनी पालक को विरोध रे सुरदळ करंती बचसा कर दियंती सेमाने काहे कि हमको आनिल कौन पे आमान को प्रभु को विश्व शिक्षा दे के आनलो अधा बाटरे हमको एमती रखिचो आमे वर्तमान एई समस्त कष्ट भीतर गुडा को देखि जाउछु समाज च्युत होछु आर्थिक भाव में क्षतिग्रस्त होछु ताड़ना मध्य देकी जाउछु किंतु से जानते नहीं से भीतर मध्य परमेश्वर हस्त अच्छी समस्त विश्व संभाली परमेश्वर हस्त समस्त विश्व जोगवा समर्थ परमेश्वर हस्त जो कढ़ाई नौ गोटे सुंदर स्थान को अनुभव कर पारती ना से परमेश्वर मोसा कहले सब बेले खाली मत डाक पकाउछु मो तो ते अधिकार देछि मो तो हस्त जष्टि देछि किंतु सबुठ बड़ कथा है परमेश्वर वाक्य लिखा जाउछि और से वाक्य कहते जे सदाप्रभु मूसा को कहले 5 पदरे तुम्हें जो द्वारा नदी के आघात कर जष्टि हस्तर घेनी केतक प्राचीन को संग कर इस्राएल लोक मान आगे आगे जाओ देख आमे होरेबर से शैल उपर तुम सम्मुख ठिया हेबा आ लोक माने लिखा जाउछि जे से शैल को तुम जतले आघात करिवो सेतु जल निर्गत हो आ लोक मान ता पान करिवे वर्तमान प्रभु से कथा कहले प्रभु जंती आकाश रु खाद्य वृष्टि करथिले वर्तमान सही प्रकार कहउछंती जे मु आगरे आगरे जाउछि होरेब को और से पर्वत पर मु ठिया हेबी तुम आघात करिवो जदि माने प्रथम करंती आ तार 10 अध्याय को जाऊ एठी लिखा जाउछि जे से शैल होचंती किए प्रथम करंती तार 10 अध्याय दयाकरी मो सहित आपण माने भी देखि परिबे से समान कथा जोटा से लिखा है पढ़ुची कारण हे भाई माने आमान को पितृपुरुष समस्ते मेघ तले थिले आ समस्ते समुद्र मध्य दे गमन कले पुणी समस्ते मेघ समुद्र मूसा को उद्देश्य बाप्तिज करले आ समस्ते एक पारमार्थिक खाद्य भोजन कले समस्त गोटे पारमार्थिक खाद्य समस्त आकाश रु वृष्टि है आउ कौन लिखा जाए खाली से समस्त एक पारमार्थिक खाद्य भोजन कले ताहा नहीं समस्त एक पारमार्थिक पेय पान कले तेणु से अनुवर्ती पारमार्थिक शैल रु पान करुले से शैल ख्रीष्ट जो शैल को मूसा आघात कले से शैल ख्रीष्ट थिले से शैल रु से पान कले तृषा मेंटिला से क्षुधा मेंटिला ये परमेश्वर जे से परीक्षा करुछंती परमेश्वर जे चाहूछंती से तांकर वाक्य पालन करंतु से तांकर आज्ञा को पालन करंतु सेटा इस्राएल माने भूली जाउतले से बारंबार बारंबार से कौन करुतले ना बचसा करुतले से प्रत्येक समय से बचसा करुतले से प्रभु जीशु जेतेबेले ए जगत को आसिले से सही कथा कहले जौन लिखित सुसमाचार 6 पर्व आ तार 31 और 32 पदरे से कहउछंती ईश्वर दत्त आहार होची मो जहाँ जगत को जीवन प्रदान करे आमान को पितृपुरुष माने से माने प्रांतर रे कोन कले ना मान्ना खाउथिले अब जौन लिखित सुसमाचार को आसीबा आ टिके 6 अध्याय को जीवा एडी सब पद प्रभु गुड़िक बहुत सुंदर भाव में लिखा है जौन लिखित सुसमाचार 6 अध्याय 32 और 33 पद रे लिखा है देखो हम देखिबा आमे मनुष्य माने कौन करू ना क्षय भक्ष्य निमंते श्रम करू किंतु जो भक्ष्य जीवनदायक भक्ष्य ता विषय माने चिंता करि न थाओ सेति 31 और 32 पद रे लिखा जाउची आपण कौन साधन कर आमान को पितृपुरुष माने प्रांतर रे माना भोजन करुतले
जेपरि लेखा अछि भोजन करबा निमंते से सेमानकु स्वर्गरु आहार देले सेथरे यीशु सेमानकु कहले सत्य सत्य मु तुमानकु कहूछि मोसा तुमानकु स्वर्गरु आहार देई नाथि मोर पिता तुमानकु स्वर्गरु आहार देइछन्ति लोकमान भाबुछन्ति इस्राएल मान भाबुछन्ति कोन मोसा आमनकु आहार देले खाइबा पय मोसा आमनकु भोजन करबा पय देले ना मोसा भोजन करबा पय देले ना भोजन करबा पय ईश्वर कोन कले ना इस्राएल मानकु जोगाइले सेतय से कहउछन्ति जे मोर पिता तुमानकु स्वर्गर प्रकृत आहार दियंती कारण जो आहार स्वर्गर अवतरण करी जगत को जीवन प्रदान करे ताहा ईश्वर दत्त आहार ईश्वर दत्त आहार कौन ना ईश्वर दत्त आहार होची जे स्वर्गर अवतीर्ण होइछन्ति आ जगत को जीवन प्रदान करूछन्ति सेताई 35 पदरे कहा जाउछि मु सेही जीवनदायक आहार जे मो निकट को आसे से कदापि क्षुधित हेबो नै कि मो ठारे विश्वास कले से कदापि तृषित हेबो नै स्पष्ट भाव में जीशु एठी कहि दउछन्ति जे हुए तो आमान को पितृपुरुष माने प्रांतर रे समान बचसा करूथिले प्रांतर रे प्रभु समान को खाद्य देले प्रांतर रे प्रभु समान को पानीय देले सब विषय प्रभु समान को जोगाइले समस्त भार तांकर बहन कले प्रभु समान को मन से जानबा पय चाहुथिले प्रभु समान को परीक्षा करबा निमंते परीक्षा को जे से माने प्रभु को इच्छा रे चालु चंद्र ने से जानबा पय चाहुथिले एबे स्पष्ट भाव रे से कहि दउछन्ति जे सेही पितृपुरुष माने सेना प्रांतर रे माना भोजन करूथिले किंतु देखो से माने प्रभु को विरुद्ध बचसा करथुवारु प्रभु को परीक्षा करथुवा हेतु प्रभु को ऊपर न करुथुवार विश्वास तो से समस्त प्रांतर ही मरी गले ये तो प्रकृत आहार होची मु जो माने मो निकट को आसंती और जो माने मोठरे विश्वास करती क्षुधित हेबे नै से माने केबे भी तृषित हेबे नै काहे कि ना स्वर्गरु अवतीर्ण हेतिबा आहार होची मु जो आहार पितृपुरुष माने माना रूप रे प्रांतर रे खाउथिले एबे सेही स्वर्गीय माना एबे सेही खाद्य एबे सेही भोजन एबे सेही रोटी एबे से जीवनदायक आहार होची तो मो निकट को आसिले मोठरे विश्वास कले तमे क्षुधित हेबो नै माने खाउथिले क्षुधित हेले मरि गले किंतु मो निकट को आसीबो मोठरे विश्वास करिवो तृषित हेबो नै किंबा केबे तमे कोन हेबो नै ना क्षुधित हेबो नै द्वितीय विषय लिखा जाउछि जो लिखित सुसमाचार तार 6:51 पदरे मो जीवंत आहार जा स्वर्गर पत्ते एटा कुछ भोजन करिवो से अनंत जीवी हे जीवो अनंत काल पाए आ से मृत्यु को देखिबो नै अनंत जीवन से प्राप्त हेबो यीशु ख्रीष्ट स्वयं प्रमाण कर दउछन्ति जे यीशु ख्रीष्ट होचन्ति से आहार वाक्य सुनिबा आगु से भौणी उपस्थापन करथले से कहथले आमने से वाक्य को भोजन करिबा से वाक्य जे आद्य रे थिले से वाक्य जे ईश्वर को संग रे थिले से वाक्य जे ईश्वर थिले एबे जते बेले एई कथा यीशु ख्रीष्ट कहउचन्ति जे मते भोजन करिवो यीशु ख्रीष्ट जते कहउचन्ति मु से आहार मु से जीवन जाक भक्ष्य सेते बेले लोकमान को भितरे संदेह जात होची लोक माने से मन रे भाबुचन्ति एटा की प्रकार कथा कारण 41 पद से कहउचन्ति जोहन लिखित सुसमाचार 6 मो स्वर्गरु अवतीर्ण हेतु आहार अटे से एहा कहिबारु जेहदि माने तांको विरोध रे बचसा करी कहिबा को लागिले ए कोन जोसेफ रो पुओ नुहे आ आमान कोन यार बाप मां को जानो न ते मु स्वर्गरु अवतरण करछि बोली से एबे किपरि कहउछि तापर आमान देखुछु 47 पद से कहउछन्ति सत्य से तो मु तुमान कहउछि जे विश्वास करे से अनंत जीवन प्राप्त होई अछि कारण मो जीवनदायक आहार 48 पदरे जो माने विश्वास करंती मते मो जीवनदायक आहार बोली जो माने भोजन करंती मते जो माने मो निकट को आसंती मोठे विश्वास करंती से माने अनंत जीवन प्राप्त होई अछंती तापर से कहउछन्ति 49 पदरे तुमान को पितृपुरुष प्रांतर रे माना भोजन करी मृत्यु भोग कले केही जेपरि भोजन करी मृत्यु भोग न करे एथिपाई स्वर्गरु अवतरण करथिबा आहार येटे मो से आहार तमे जेमति भोजन करी मृत्यु भोग करिवो नै सेता मो तुम निकट रे अवतरण होइछि सेता तुम पाखरे पहुंची 51 पद मो स्वर्गरु अवतरण से जीवनदायक आहार के जदि एही आहार भोजन करे से अनंत काल पर्यंत जीवित रहइबो हाँ मु जो आहार देवी ता मोर मांस मुता जगत जीवन निमंते देवी तो एठी जेतबे से कहिले जे मु
जो आहार तुमको खाइबा पे देवी ताहा होची मोर मांस मोर रक्त मोर मांस। एठी किछि लोक माने सह्य कर परले नै सेमान कहले ए किपरि आमानकु तार मांस खाइबा को देबो। यीशु स्पष्ट भाव में कहले सत्य सत्य मु तुमन कहूची मनुष्य पुत्रंकर मांस भोजन न कले ताको रक्तपान न कले तुम जीवन नै। तुम कौन भावुच जदि मोर मांस भोजन करिबो नै मोर रक्तपान करिबो नै ताल तुमन जीवन ही नै। जे मोर मांस भोजन करे मोर रक्तपान करे से अनंत जीवन प्राप्त हुए आ मु शेष दिन रे ताकू उत्थापन करिवि कारण मोर मांस प्रकृत खाद्य और मोर रक्त प्रकृत पेय। आमे माना खाउतिलु प्रांतर रे एबे आमे प्रभु जीशु ख्रीष्ट को भोजन करुछु तांको रक्त को पान करुछु तांको मांस को भोजन करुछु। ए कथा कहा का अड़ुआ लगिला कहा को भल लगिला नै जेतेबेले से कहले मोर मांस प्रकृत खाद्य मोर रक्त प्रकृत पेय जे मोर मांस भोजन करे मोर रक्त पान करे से मोर ठार रहे मु तार रहे बोली तो शिष्य माने बड़ अड़ुआरे परी गले। पढ़ी दूची आपण शुणु 58 पदर कहे जो आहार स्वर्ग अवतरण कर पितृपुरुष जेपरी भोजन कर मृत्यु भोग करे से प्रकार नुहे जे आहार भोजन करे से अनंत काल पर्यंत जीवित रहिबो। 60 पदर लोक मान कहउछंती एटा सुनी ए घृणाजनक कथा किए यह सुनी पारे एटा गोटे घृणाजनक कथा केमती सही करी गोटे तार मांस को तार रक्त को आम केमती पान कर परिबा ना तो भोजन कर परिबा। तो यीशु ख्रीष्ट ताकू कहउछंती 63 पदरे आत्मा जीवनदायक मांस कौन उपकार करे नै मु तुमको जे समस्त वाक्य कही अच्छी से सब आत्मा और जीवन अटे। मु जो वाक्य कही से सब आत्मा और जीवन अटे। यीशु को भोजन करिवार अर्थ होची कौन तांको वाक्य को भोजन करिबा। आमे वाक्य को भोजन करू कि प्रतिदिन निरूपित परिमाण अनुसार जेतिके प्रयोजन सेतिके संग्रह करू कि आमाने प्रभु को वाक्य रू लिखु जे जहा दरकार आम पे जेतकी दरकार आमे सेते कोन संग्रह करू प्रतिदिन वाक्य को भोजन करू वाक्य निकट को आसु प्रतिदिन प्रभु जीशु को रक्त मात्र सहभागी हो। जेतले प्रेरित पुस्तक रे देखुआ माने प्रेरित पुस्तक रे शिष्य माने आद्य मंडली रे से प्रतिदिन घरे घरे रोटी भांगुथिले प्रतिदिन तांकर रक्त मांस सहभागी होते प्रत्येक दिन तार अर्थ होची तांकर मृत्यु को प्रचार करुथिले। आज जदि आमे विचार करू अति संक्षेप रे जे जो परमेश्वर विश्वर परिका गोटे जगत भीतर मते बाहर करी हिणान देश को नेबा पे इच्छा करंती रास्ता रे मु आसुथिबा समय विभिन्न प्रकार बाधा विभिन्न प्रकार भय विभिन्न प्रकार परिस्थिति गुडा को देख मते कढ़ाई आनती एपरिक युद्ध थिले मध्य युद्ध रे मो सहित रे ठिया ही मते विजय प्रदान करंती समुद्र थिले भी मते समुद्र को पार करांती एपरिक जदि नद नदी मध्य देखि मु गति करे तथापि मु कोन देखे ताकर हस्त मते चलाउछि सेताई गीतर चक कहले एणु मो मृत्यु छाया रूप उपत्यका दे गमन कले हे कौन से आपद को भय करिवे नै। ए तो उपत्यकाटा मृत्युदायक उपत्यका मृत्युजनक उपत्यकार प्रति मुहूर्त रे मृत्युर भय अछि तथापि मु भय करिवे नै जेतु मु जानि जे तांकर बाड़ी तांकर पांचण मते सांत्वना दिए मो सहित रे थे थाते मो कोनसी खाद्य पानीय विषय चिंता करिवे नै काहे कि मु जानि जे जदि से प्रांतर रे समान को माना जोगाई परले प्रांतर रे जदि तांको पीवा पई जोगाई दे परले ए परिस्थिति भीतर सुधा मते मते से जोगांती से प्रांतर परमेश्वर अटंती। द्वितीय विश्व मते जेतले सब किछि से दउछंती खाइबा दउछंती पीवा दउछंती मो सहित रे रहउछंती मोर उपकार करूछंती मोर कर्तव्य होछि मो मध्य तांको समय देबी मोर कर्तव्य होछि मो मध्य तांकर गुणगान करिवि सप्ताह 7 दिन जाक यथेष्ट मु कलिणी गोटे दिन तो 7 दिन भीतर तांको समय देबी गोटे मुहूर्त तांको समय देबी। ए जागतिक खाद्य तो समस्ते भोजन करूछु जागतिक खाद्य तो समस्ते खाउछु किंतु सेटा तृप्ति आमान को करि पारु नै संतुष्ट आमान को जीवन को रखि पारु नै आमे केबे संतुष्ट हे पारु ना बा परितृप्त हे पारु ना आमे बारंबार चेष्टा करछु कोन आहुरी 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 किंतु गीतर चक कहले गीत 90 रे जे प्रातः समय प्रभु कौन कर ना तुम दया रे आमान को तृप्त करि दियो
ଯେମିତି ଆମେ ଯାବଜୀବନ କଣ ହବୁ ନା ହୃଷ୍ଟଚିତ ହେବୁ। ଗୀତ 90ରେ ସ୍ପଷ୍ଟ ଭାବରେ ସେ ଲେଖି ଦଉଛନ୍ତି, ପ୍ରଭାତରେ ଆମମାନଙ୍କୁ ତୁମ ଦୟାରେ ତୃପ୍ତ କର, ତହିଁରେ ଆମମାନେ ଯାବଜୀବନ ହୃଷ୍ଟଚିତ ଆନନ୍ଦିତ ହେବା। ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରଭୁ ଆନନ୍ଦିତ ହେଇପାରିବୁ। ଆମେ ସନ୍ତୁଷ୍ଟତା ଲାଭ କରିପାରିବୁ। ଆଉ କୌଣସି ବିଷୟ ଆମମାନଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଯେତେ ଖାଇଲେ ବି ଆମେ ପରିତୃପ୍ତ ହେଇପାରୁନା। ସେଥିପାଇଁ ପ୍ରଭୁ କହିଲେ, ଏଇ ଯୋଉ କ୍ଷୟ ଭକ୍ଷ୍ୟ, ଯୋଉ ଭକ୍ଷ୍ୟ ସରିଯାଉଛି ତା ପାଇଁ ଚିନ୍ତା କର ନାହିଁ, ତା ପାଇଁ ପରିଶ୍ରମ କର ନାହିଁ। ଅକ୍ଷୟ ଭକ୍ଷ୍ୟ, ଯୋଉ ଭକ୍ଷ୍ୟ ସରିବ ନାହିଁ, ଅସରନ୍ତି ଭକ୍ଷ୍ୟ ମୁଁ ତୁମମାନଙ୍କୁ ଦଉଛି, ମୋ ନିକଟକୁ ଆସ, ମୋଠି ବିଶ୍ୱାସ କର। ଜହନ ଲିଖିତ ସୁଷମାଚାର 4 ପର୍ବ ସମୀରଣୀ ସ୍ତ୍ରୀକୁ ସେଇ କଥା ଯୀଶୁ କହିଥିଲେ। ଯେତେବେଳେ ସେ କହିଲା, ଏ କୂଅ ତ ବହୁତ ବଡ ଗଭୀର, ଏଇଟା ତ ଆମ ପିତୃପୁରୁଷ ଯାକୁବ ଖୋଳିଥିଲେ, ଆପଣଙ୍କ ପାଖରେ ତ ଦଉଡି ନାହିଁ, ଆପଣଙ୍କ ପାଖରେ ତ ବାଲ୍ଟି ବି ନାହିଁ, ପାଣି ଭରିବା ପାଇଁ ପାତ୍ର ବି ନାହିଁ, ଆପଣ ସେ ଜଳ କୋଉଠୁ ଆଣିବେ ମତେ ଦେବେ? ଯୀଶୁ ସେତେବେଳେ ସେଇ କଥା କହିଥିଲେ ଯେ ମୁଁ ଯୋଉ ଜଳ ଦେବି ସେଟା ଗୋଟେ ଅନନ୍ତ ନିର୍ଜର ହେଇଯିବ ତୁମ ହୃଦୟ, ତମକୁ ଆଉ ତୃଷା ଲାଗିବ ନାହିଁ। ଆଉ ସେ 30ଟି ବଡ ବ୍ୟାକୁଳତାର ସହିତ କହିଥିଲା, ମହାଶୟ ମତେ ଆପଣ ସେଇ ଜଳ ଦିଅନ୍ତୁ। ଆଜି ଆପଣଙ୍କର ସେଇ ଜଳର ଆବଶ୍ୟକତା ଅଛି କି? ସେଇ ଖାଦ୍ୟର ଆବଶ୍ୟକତା ଅଛି କି? ଯାହାକୁ ଭୋଜନ କରିବା ଦ୍ୱାରା କେବେ କ୍ଷୁଧିତ ହେବେ ନାହିଁ, ତୃଷିତ ହେବେ ନାହିଁ, ଯାହାକୁ ଭୋଜନ କରିବା ଦ୍ୱାରା ଆପଣଙ୍କର କ୍ଷୁଧା ମେଣ୍ଟିଯିବ, ତୃଷା ମେଣ୍ଟିଯିବ, ଆପଣ ଅନନ୍ତ ଜୀବୀ ହେଇଯିବେ। ତେବେ ମୁଁ ଓ ଆପଣ ଆମେ ସମସ୍ତେ ତାହାଙ୍କ ନିକଟକୁ ଆସୁ, ତାହାଙ୍କ ଠାରେ ବିଶ୍ୱାସ କରୁ। ସେ କହିଲେ, ଯେଉଁମାନେ ମୋ ନିକଟକୁ ଆସନ୍ତି, ମୋ ଠାରେ ବିଶ୍ୱାସ କରନ୍ତି, ସେମାନେ ଜୀବନ ପ୍ରାପ୍ତ ହେବେ। ଆମେ ଜୀବନ ପ୍ରାପ୍ତ ହେବା ନିମନ୍ତେ ତାଙ୍କ ନିକଟକୁ ଆସିବା କି? ତାଙ୍କ ଠାରେ ବିଶ୍ୱାସ କରିବା କି? ଆଉ ମନେ ରଖନ୍ତୁ, ସେ ଆମମାନଙ୍କୁ କାହାକୁ ପରିତ୍ୟାଗ କରିବେ ନାହିଁ, ସେ ଆମମାନଙ୍କୁ କାହାକୁ ଛାଡ଼ିବେ ନାହିଁ, ସେ ଆମମାନଙ୍କୁ କାହାକୁ ତ୍ୟାଗ କରିବେ ନାହିଁ। ଯେ ଆମମାନଙ୍କୁ ପ୍ରତିଦିନର ଆବଶ୍ୟକ ଅନୁସାରେ ଆହାର ଦିଅନ୍ତି, ଯେ ଆମମାନଙ୍କର ଆବଶ୍ୟକତାକୁ ଜାଣନ୍ତି, ଯିଏ ଆମମାନଙ୍କ ସହିତ ରୁହନ୍ତି, ବିଭିନ୍ନ ପ୍ରକାର ଭୟରୁ, ବିଭିନ୍ନ ପ୍ରକାର ସ୍ତରୁ, ବିଭିନ୍ନ ପ୍ରକାର ପରିସ୍ଥିତିରୁ ମୁକ୍ତ କରନ୍ତି, ସେଇ ପରମେଶ୍ୱର ଆମମାନଙ୍କ ସହିତ ଅଛନ୍ତି। ଆମେ ଲୋଭାକ୍ରାନ୍ତ ହେବା ନାହିଁ। ଆମେ କହିବା ନାହିଁ ଏଇଟା ଗୋଟେ କଦର୍ଯ୍ୟ ସ୍ଥାନ, କାହିଁକି ଏଠୁକୁ ଆଣିଲ? ଆମେ କହିବା ନାହିଁ ଏଇଟା ଗୋଟେ ତ ଶସ୍ୟର ସ୍ଥାନ ନୁହଁ, ଡିମ୍ବୁରିର ସ୍ଥାନ ନୁହଁ, ଦ୍ରାକ୍ଷଲତାର ସ୍ଥାନ ନୁହଁ, କାହିଁକି ଏ ସ୍ଥାନରେ ଅଛୁ? ଆମେ କେବେ କେବେ ବଚସା କରିବା ନାହିଁ ଯେ ପ୍ରଭୁ ମତେ ଏଇ ସ୍ଥାନରେ କାହିଁକି ରଖିଲ, ପ୍ରଭୁ ଏଇଠି କଣ ଆଣିଲ, ତମର ଉଦ୍ଦେଶ୍ୟ କଣ? ଆମେ ସବୁ ପଛରେ ତାଙ୍କର ମହତ ଉଦ୍ଦେଶ୍ୟକୁ, ତାଙ୍କର ମହତ ଯୋଜନାକୁ, ତାଙ୍କର ମହତ ଇଚ୍ଛାକୁ, ତାଙ୍କ ସଫଳକୁ ଜାଣିବା ଦରକାର। ଯେ ତାଙ୍କର କଣ ସଂକଳ୍ପ ଅଛି ମୋ ଜୀବନରେ, କୋଉଥିପାଇଁ ସେ ମତେ ପୃଥକ କରୁଛନ୍ତି, କୋଉଥିପାଇଁ ସେ ଗୋଟେ ନିରୂପିତ ସ୍ଥାନକୁ ନେବା ପାଇଁ ଇଚ୍ଛା କରୁଛନ୍ତି। ଆଉ ଯିଏ ବାହାର କରିକି ଆଣୁଛନ୍ତି, ସେ ପଥ ମଧ୍ୟରେ ମଧ୍ୟ ମୋ ସହିତରେ ଅଛନ୍ତି। ସେଥିପାଇଁ ଆମମାନେ କୌଣସି ବିଷୟରେ ପରମେଶ୍ୱରଙ୍କୁ ପରୀକ୍ଷା କରିବା ନାହିଁ, ପରମେଶ୍ୱର ଲୋକମାନଙ୍କ ବିରୁଦ୍ଧରେ ବଚାସ କରିବା ନାହିଁ। ବରଂ ଆମମାନେ ତାଙ୍କ ଉପରେ ଭରସା କରିବା ଯେ ସେଇ ପରମେଶ୍ୱର କଠିନ ପରିସ୍ଥିତିରେ ସୁଦ୍ଧା ଆମମାନଙ୍କର ପରମେଶ୍ୱର, କଠିନ ପରିସ୍ଥିତିରେ ସୁଦ୍ଧା ସେ ଆମମାନଙ୍କୁ ଯୋଗାଣକାରୀ ପରମେଶ୍ୱର, କଠିନ ପରିସ୍ଥିତିରେ ସୁଦ୍ଧା ସେ ଆମମାନଙ୍କର ଈଶ୍ୱର। ଆମେ ପରମେଶ୍ୱରଙ୍କ କରୁଣା ହେତୁ ନଷ୍ଟ ହେଇନାହିଁ, ପରମେଶ୍ୱରଙ୍କ ଅନୁଗ୍ରହ କେବେ ବି ସରେ ନାହିଁ। ପ୍ରତ୍ୟେକ ପ୍ରାତଃ ସମୟରେ, ପ୍ରତ୍ୟେକ ସମୟରେ ସେଟା ଚିର ନୂତନ ଥାଏ, ତାଙ୍କ ଦୟା ପ୍ରତିଦିନ ନୂଆ ହେଇଥାଏ। ସେଥିପାଇଁ ଗୋଟେ ନୂଆ ଆରମ୍ଭର ଅପେକ୍ଷାରେ ଆମେ ଅଛୁ। ଆଉ ତାର ଅର୍ଥ ହଉଛି ସେ ଗୋଟେ ନୂଆ ଆରମ୍ଭ କରନ୍ତି ପ୍ରତ୍ୟେକ ଦିନ, ଯୋଉଟା ଆମମାନଙ୍କୁ ନୂଆ ବଳ ଦିଏ, ନୂଆ କ୍ଷମା ଦିଏ, ନୂଆ ଆଶା ଦିଏ। ସେଟା ମହାନ ସତ୍ୟତା ହଉଛି କଣ? ଯେ ପରମେଶ୍ୱରଙ୍କ ସତ୍ୟତା, ପରମେଶ୍ୱରଙ୍କ ବିଶ୍ୱସନୀୟତା, ଯୋଉଟା ପରମେଶ୍ୱର ଅସୀମ ଅଟନ୍ତି। ଆଉ ଆମେ ଜାଣୁ ଯେ ଆମମାନଙ୍କ ପରମେଶ୍ୱର ସବୁବେଳେ ଭରସା ଯୋଗ୍ୟ ପରମେଶ୍ୱର, ବିଶ୍ୱସ୍ତ ପରମେଶ୍ୱର। ଏପରିକି ସବୁଠୁ କଷ୍ଟକର ସମୟରେ ମଧ୍ୟ ସେ ଆପଣ ବିଶ୍ୱସ୍ତତା ବଜାୟ ରଖନ୍ତି। ଯେ ଆମମାନଙ୍କ ହସ୍ତ ଧରି ଆମମାନଙ୍କୁ କଢାଇ ଆଣିଛନ୍ତି, ସେ ଆମମାନଙ୍କ ପ୍ରତ୍ୟେକଟି ଭାର ସମ୍ଭାଳିବାର ପରମେଶ୍ୱର, ପ୍ରତ୍ୟେକ ଅବସ୍ଥାରେ ଆମଙ୍କର ଯତ୍ନ ନେବା ପରମେଶ୍ୱର। ସେଥିପାଇଁ ଆମେ ତାହାଙ୍କ ଉପରେ ନିର୍ଭର କରିବା, ତାଙ୍କ ପୁତ୍ର ଯୀଶୁଙ୍କ ଠାରେ ବିଶ୍ୱାସ କରିବା, ଯେ ସ୍ୱର୍ଗରୁ ଅବତୀର୍ଣ୍ଣ ଆହାର ଅଟନ୍ତି। ଯାହାଙ୍କ ଠାରେ ବିଶ୍ୱାସ କରିବା, ଯାହାଙ୍କ ନିକଟକୁ ଆସିବା ଦ୍ୱାରା ଆମମାନଙ୍କର କ୍ଷୁଧା ଦୂର ହୁଏ, ଆମମାନଙ୍କ ତୃଷା ଦୂର ହୁଏ। ଆମ ପିତୃପୁରୁଷ ମାନେ ସେଟା ଜାଣିପାରୁନଥିଲେ, ସେମାନେ ଆଜି ଆମେ ଜାଣିବା ପାଇଁ ପାରୁଛୁ। ସେଥିପାଇଁ ଜାଣିଲା ପରେ ଆମେ ଯେମିତି ତାଙ୍କୁ ଅଗ୍ରାହ୍ୟ କରିବୁ ନାହିଁ, ଜାଣିଲା ପରେ ଆମେ ଯେମିତି ବିମୁଖ ହେବୁ ନାହିଁ। କାରଣ ସେଦିନ ଅନେକ ଶିଶୁମାନେ ବିମୁଖ ହେଇଗଲେ ଏଇ କଥା ଶୁଣିକି, ଯେ ଆମେ ତାଙ୍କ ରକ୍ତ ମାଂସର ସୌଭାଗ୍ୟ ହେବୁ ନାହିଁ ବୋଲି।
କିନ୍ତୁ ଆମେ ନା ବାରମ୍ବାର ପ୍ରତ୍ୟେକ ମାସରେ ପ୍ରତ୍ୟେକ ସପ୍ତାହରେ ତାଙ୍କ ରକ୍ତ ତାଙ୍କ ମାଂସର ସହଭାଗୀ ଏଇଥିପାଇଁ ହେଉଛୁ ଯେ ପ୍ରଭୁ କହୁଛନ୍ତି ଯେଉଁମାନେ ତାଙ୍କ ରକ୍ତ ମାଂସର ସହଭାଗୀ ହୁଅନ୍ତି ସେମାନଙ୍କ ଠାରେ ସେ ଥାନ୍ତି ଆଉ ସେ ତାଙ୍କ ଠାରେ ଥାଏ। ତାର ଅର୍ଥ ହଉଛି ତାଙ୍କ ସହିତ ନିବିଡ଼ ଅଙ୍ଗାଙ୍ଗୀ ଭାବରେ ଗୋଟେ ସମ୍ପର୍କ ବୁଝାଏ, ଘନିଷ୍ଠତାକୁ ବୁଝାଏ। ଆଜି ପ୍ରଭୁଙ୍କ ସହିତ ଆମମାନଙ୍କର ଘନିଷ୍ଠତା କେମିତି ଅଛି? ଆମେ ପ୍ରତ୍ୟେକ ଦିନ କଣ ତାର ରକ୍ତ ମାଂସର ସହଭାଗୀ ହେଉ? ଆମେ କଣ ସେଇ ଅକ୍ଷୟ ଭକ୍ଷ୍ୟକୁ ଭୋଜନ କରୁ? ସେ ଭୋଜନର ଆଶାରେ ଥାଉ, ସେ ଅପେକ୍ଷାରେ ଥାଉ, ଏବେ ତାଙ୍କ ପାଇଁ ସମୟ କ୍ଷେପଣ କରୁ। ପ୍ରତ୍ୟେକ ଦିନ ପରିଶ୍ରମ କରି କିଛି ଅସୁବିଧା ନାହିଁ, କିନ୍ତୁ ଗୋଟିଏ ଦିନ ଗୋଟିଏ ମୁହୂର୍ତ୍ତ ତାଙ୍କ ନିକଟକୁ ଆସୁ, ଆଣ୍ଠୁ ଭାଙ୍ଗୁ, ହାତ ଯୋଡ଼ି ଦଉ, କାରଣ ସେଇ ପରମେଶ୍ୱର ଆମମାନଙ୍କ ପରମେଶ୍ୱର। ସେ ଆମମାନଙ୍କୁ ସମସ୍ତ ବିଷୟ ଯୋଗାଇବା ପଛରେ ଗୋଟିଏ ଉଦ୍ଦେଶ୍ୟ ଅଛି, ଯେ ସେ ଇଚ୍ଛା କରନ୍ତି ଯେ ଆମେ ତାଙ୍କ ବାକ୍ୟ ଅନୁସାରେ ଚାଲୁଛୁ ନା ନାହିଁ, ତାଙ୍କ ଇଚ୍ଛାରେ ଚଳୁଛୁ ନା ନାହିଁ। ସେଥିପାଇଁ ଆଜି ଏଇ ପ୍ରାତଃ ସମୟରେ ଆସୁ ଆମେ ସମସ୍ତେ ତାଙ୍କ ଶରଣାପନ୍ନ ହେବା ଆଉ ତାଙ୍କ ନିକଟରେ ଏଇ ପ୍ରାର୍ଥନା କରିବା ଯେ ପ୍ରଭୁ ତୁମେ ଏତେ ବିଶ୍ୱସ୍ତ ପରମେଶ୍ୱର ଯେ ତୁମେ ପ୍ରତିଜ୍ଞା କରି କହୁଛ ସପ୍ତମ ଦିନ ପାଇଁ ମୁଁ ଚିନ୍ତା କରିବି ନାହିଁ, ମୋର କଣ ଦରକାର ତାହା ତୁମେ ନିଜେ ଜାଣିଛ, ଷଷ୍ଠ ଦିନରେ ତାହା ଯୋଗାଇ ଦେବ। ସେଥିପାଇଁ ସପ୍ତମ ଦିନରେ କେବଳ ମୁଁ ତୁମ ପାଦ ତଳକୁ ଆସୁଛି, ମୋର ପାଇଁ, ମୋ ପିଲାମାନଙ୍କ ପାଇଁ, ମୋ ପରିବାର ପାଇଁ ମୁଁ ପ୍ରାର୍ଥନା କରୁଛି। ମୂଷା କେବଳ ଦେଖିଲେ ନାହିଁ ଯେ ଲୋକମାନେ ଯୁଦ୍ଧ କରିବା ପାଇଁ ଚାହୁଁଛନ୍ତି, ଯୁଦ୍ଧ ଆସୁଛି ତାଙ୍କ ପଛକୁ। ମୂଷା କହୁଛନ୍ତି ହାରୁଣକୁ, ମୂଷା କହୁଛନ୍ତି ପୁରକୁ ଯେ ଆମେ ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିଦଉଛୁ, ଯେତେବେଳେ କି ଶତ୍ରୁମାନେ ବାହାରେ ଅଛନ୍ତି, ବଚସା ତାଙ୍କ ବିରୁଦ୍ଧରେ କରୁଛୁ। କିନ୍ତୁ ସବୁଠୁ ବଡ ବିଷୟ ହଉଛି ପରମେଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନାହିଁ, ବଚସା କରିବା ନାହିଁ, ପରୀକ୍ଷା କରିବା ନାହିଁ ପରମେଶ୍ୱରଙ୍କୁ। ପରମେଶ୍ୱରଙ୍କ ନିକଟରେ ହାତ ଯୋଡି ଠିଆ ହେଇଯିବା। ଯୋଉ କାମଟା ସେଦିନ ମୂଷା କଲେ, ସେ ଝିଅଙ୍କୁ କହିଲେ ଝିଅ ତୁମେ ପଦାରେ ଯୁଦ୍ଧ କର, ଆମେ କିନ୍ତୁ ପର୍ବତ ଆରୋହଣ କରୁଛୁ, ପରମେଶ୍ୱର ନିକଟରେ ହାତ ଟେକି ଠିଆ ହଉଛି। ଆଉ ଯେତେବେଳେ ମୂଷା ପରମେଶ୍ୱରଙ୍କ ନିକଟରେ ହାତ ଟେକିକି ଠିଆ ହେଇଯାଉଛନ୍ତି, ସେତେବେଳେ ଆମେ ଦେଖୁଛୁ ଇସ୍ରାଏଲ ମାନେ ଜିତି ଯାଉଛନ୍ତି। ହୁର ଆଉ ହାରୁଣ ଏଇ କଥାକୁ ଲକ୍ଷ୍ୟ କରୁଛନ୍ତି ଯେ ମୂଷା ଉପରକୁ ହାତ ଟେକି ଠିଆ ହେଉଥିବା ସମୟରେ ଆମେ ଜିତୁଛେ, ଆଉ ଯେତେବେଳେ ସେ ହାତ ତଳକୁ ଖସି ଯାଉଛି ଆମେ ହାରି ଯାଉଛେ। ସେଥିପାଇଁ ସବୁଠୁ ଭଲ ହେବ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆମେ କଣ କରିବା, ତାଙ୍କ ହାତକୁ ଟେକିକି ରଖିବା। ଦୁଇ ଜଣ ଯାକ ଦୌଡ଼ି ଗଲେ, ଗୋଟେ ପଥର ରଖିଦେଲେ, ପଥର ଉପରେ ମୂଷାଙ୍କୁ ବସେଇ ଦେଇକି ଦୁଇ ଜଣ ଦୁଇ ପଟେ ତାଙ୍କ ହାତକୁ ତୋଳି ଥିଲେ। ଏଇଟା ଆପଣ ସମସ୍ତେ ଜାଣିଛନ୍ତି, ମୁଁ ସେ ବିଷୟ କହିବା ପାଇଁ ଚାହୁଁନାହିଁ। କେବଳ ଗୋଟିଏ କଥା କହୁଛି, ଆଜି ଆପଣଙ୍କର ପିଲାମାନେ, ଆଜି ଆପଣଙ୍କର ଲୋକମାନେ ବାହାରେ ଅଛନ୍ତି, କ୍ଷେତରେ ଅଛନ୍ତି, ପ୍ରାନ୍ତରେ ଅଛନ୍ତି, ପଡିଆରେ ଅଛନ୍ତି, ପ୍ରତିଦିନ ସେମାନେ ଯୁଦ୍ଧର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପାଇଁ ଆପଣ କେତେ ଥର ପରମେଶ୍ୱର ନିକଟରେ ହାତ ଟେକି ଠିଆ ହେଉଛନ୍ତି? ଆଉ ଆପଣଙ୍କୁ ଲକ୍ଷ୍ୟ କରୁଥିବା ଆପଣଙ୍କ ସହଯୋଗୀ ମାନେ, ପ୍ରାର୍ଥନାର ବନ୍ଧୁମାନେ କେତେ ଥର ଆପଣଙ୍କ ହସ୍ତକୁ ସବଳ କରୁଛନ୍ତି ପ୍ରାର୍ଥନାରେ ତୋଳି ଧରିବା ପାଇଁ? ମନେ ରଖନ୍ତୁ, ଆପଣ ଯେତେବେଳେ ପରମେଶ୍ୱରଙ୍କ ନିକଟରେ ହାତ ଟେକିବା ବନ୍ଦ କରିଦେବେ, ସେତେବେଳେ ଆମେ ସମସ୍ତେ ପରାସ୍ତ ହେଇଯିବା, ଯୋଉମାନେ ସମସ୍ତେ ପ୍ରାନ୍ତର ଭିତରେ ଅଛୁ, ଯୋଉମାନେ ସମସ୍ତେ ପ୍ରତ୍ୟେକ ଦିନ ଯୁଦ୍ଧର ସମ୍ମୁଖୀନ ହେଉଛୁ। ତ ସେଦିନ ଯେମିତି ମୂଷାଙ୍କର ହସ୍ତ ତଳକୁ ନ ଖସେ, ହୁର ଆଉ ହାରୁଣ ଯେମିତି ତାଙ୍କର ହସ୍ତକୁ ତୋଳି ଧରିଲେ, ଆଜି ମୁଁ ଇଚ୍ଛା କରୁଛି ଆପଣମାନେ, ଆମେ ସମସ୍ତେ ଯୋଉମାନେ ଏଇ ପ୍ରାର୍ଥନାର ଅଂଶୀ ଅଛୁ, ଆମେ ସମସ୍ତେ ପରସ୍ପର ପାଇଁ ପ୍ରାର୍ଥନା କରିବା, ପରସ୍ପର ପରିବାର ନିମନ୍ତେ ପ୍ରାର୍ଥନା କରିବା, ପରସ୍ପର ପିଲାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା, ବାଳକ ପ୍ରଚାରମାନଙ୍କ ନିମନ୍ତେ ପ୍ରାର୍ଥନା କରିବା, କ୍ଷେତ୍ରରେ କଷ୍ଟ ଭୋଗୁଥିବା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରିବା, ସୁସମାଚାର ପ୍ରଚାର କରିବାକୁ ଯାଉଥିବା ଲୋକମାନେ ପ୍ରାନ୍ତରେ ଯାଉଛନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନା କରିବା। ଆମ ହସ୍ତ ଯେମିତି ତଳକୁ ନ ଖସେ, ଆମ ହସ୍ତ ଯେମିତି ସର୍ବଦା ଊର୍ଦ୍ଧ୍ୱକୁ ଟେକି ହେଇକି ଥାଉ, ପରମେଶ୍ୱରଙ୍କ ନିକଟରେ ଆମେ ସେମିତି ସବୁବେଳେ ଡାକ ପକାଉଥିବା। ଆମମାନଙ୍କ ପିଲାମାନଙ୍କୁ, ଆମମାନଙ୍କ ପରିବାରକୁ, ଆମମାନଙ୍କ ସମାଜକୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ସୁରକ୍ଷା ଦିଅନ୍ତୁ। ଏ ପ୍ରାତଃ ସମୟରେ ପ୍ରଭୁ ଆମମାନଙ୍କୁ ଏଇ ଆଶୀର୍ବାଦ କରନ୍ତୁ। ମୁଁ ଏତିକି କହି ବକ୍ତବ୍ୟକୁ ଶେଷ କରୁଛି।